ମୋ ଛୁଆଙ୍କର ହଠାତ୍ ପ୍ଲାନ୍ ବନିଲା ଦହିବରା ଖାଇବାକୁ ଯିବା। ସଣ୍ଡେ ମାନେ ତ ଲେଟ୍‌ରେ ଉଠା ହବ। ଉଠିକିରି ନ ଗାଧେଇକିରି ପୂର୍ବ ଦିନ ରାତିରୁ ବହେ ତେଲ ଲଗା ହେଇଛି ମୁଣ୍ଡରେ। ତ ତା ଭିତରେ ବି ଆମେ ଦହିବରା ଖାଇବାକୁ 5 କିଲୋମିଟର ପଳେଇଲୁ। ଦହିବରା ଆସିବା ଆଗରୁ ଆମେ ଯାଇ ଦୋକାନ ଆଗରେ ପହଞ୍ଚି ଗଲୁଣି। କିଛି ସମୟ ଅପେକ୍ଷା କଲା ପରେ ଦହିବରା ଆସିଲା। ଲୋକଙ୍କର ଭିଡ଼ ଯେ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି। ସେଠି ଫାଷ୍ଟ ଟୋକନ କରିବାକୁ ପଡ଼େ। ଗୋଟେ ପ୍ଲେଟ୍ ହେଲା 60 ଟଙ୍କା। ସେଠୁ ଟୋକନ ଆଣିକିରି ଟୋକନ ବିକଳ ହେଇ ଦେଇ ପକେଇଲେ କାଳେ ଦହିବରା ସରିଯିବ। ଏମିତି ବିକଳ ହେଇଥିଲେ ଆମେ ଏମିତି କେବେ ଦହିବରା ଖାଇନୁ। ହେଲେ ଯୋଉ ଏକ୍ସାଇଟେଡ୍‌ରେ ଆମେ ଯାଇଥିଲୁ ଦହିବରା ଖାଇବାକୁ, ସେ ଦହିବରାକୁ ଥରେ ଟେଷ୍ଟ କଲା ପରେ ସବୁ ଖୁସିରେ ଆମର ମାଣି ବସିଗଲା। ଯୋଉ ଖୁସିରେ ଆମେ ଯାଇଥିଲୁ ଦହିବରା ଟିକେ ଖାଇବୁ ବୋଲି, ମାନେ ସେ ଦହିବରା ଟେଷ୍ଟ ଏତେ ଖରାପ ଥିଲା, ମୋ ଜୀବନରେ ଏମିତିଆ ଖରାପ ଦହିବରା ମୁଁ ଖାଇନଥିଲି। ଆଉ ସେଠି ଯେ ଦହିବରା ସେ ଦଉଥିଲେ ସେ ଭାଇ, ମାନେ ବିଶ୍ୱାସ କର ଆଳୁ ଦମ୍ ବି ତାଙ୍କ ହାତରେ କି ସେ ଘୁଗୁନି ଟିକେ ତାଙ୍କ ହାତରେ ଯାଉନଥିଲା। ପିଆଜ ଆଉ ସେଉ ତ ଖାଲି ନାଁକୁ ଟିକେ ଉପରେ ପକଉଥିଲେ। ସେଟା ଦହିବରା ଖାଇ ମୁଡ୍ ପୁରା ଖରାପ ହେଇଗଲା। ତାପରେ ସେଟା ଆମେ ସିଙ୍ଗଡ଼ା ଆଉ ଗୁଲୁଗୁଲା ଟିକେ ଆଣି ଖାଇଲୁ। ତଥାପି ଲୋକଙ୍କର ଭିଡ଼ କମୁ, ସମସ୍ତେ ଏମିତି ଆମରି ଭଳିଆ ଯାଉଥିବେ ଆଉ ସେକେଣ୍ଡ ଥର ସେଠିକି ଯିବେନି ଖାଇସାରିଲା ପରେ।